ବାମ୍ରା ନିକଟ ଜାମ୍ବାଲରେ ଜଣେ ନାବାଳକ ସାପ କାମୁଡ଼ାରେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରମାନେ ନାବାଳକଙ୍କ ସ୍ଥିତି ଅନୁଧ୍ୟାନ କରିଥିବା ନେଇ ଜଣାପଡ଼ିଛି। ରେଡ଼ାଖୋଲ ଥାନା ଅନ୍ତର୍ଗତ ଚୁବକା ଗ୍ରାମରେ ଜଣେ ଅଙ୍ଗନବାଡ଼ି କେନ୍ଦ୍ର ସହାୟିକାଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଯଜ୍ଞସେନୀ ପାତ୍ର ବୋଲି ଜଣାପଡ଼ିଥିବା ବେଳେ ଶ୍ୱଶୁର ଘରେ ଯୌତୁକ ନିର୍ଯାତନା ଦେଇ ତାଙ୍କୁ ମାରପିଟ୍ କରୁଥିଲେ। ତେବେ ରେଡ଼ାଖୋଲ ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ୍ କୁଣ୍ଡେସରା ନିକଟରେ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେପଟେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଡିଆର୍ଏମ୍ କାର୍ଯ୍ୟାଳୟ ସମ୍ମୁଖରେ ଲୋକ ରନିଂ ଷ୍ଟାଫ୍ ଓ ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ ପକ୍ଷରୁ ଦିନିକିଆ ଧାରଣା ଦିଆଯାଇ ପ୍ରତିବାଦ କରାଯାଇଛି। ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରତିବାଦ କରିଥିବା ବେଳେ ଧାରଣା ମାଧ୍ୟମରେ ନିଜର ଦାବି ଜଣାଇଛନ୍ତି। ସମ୍ବଲପୁର ସମ୍ମିଳନୀ କକ୍ଷରେ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ନିର୍ବାଚନ ସମ୍ପର୍କୀୟ ବିଭିନ୍ନ ନିୟମାବଳୀ, ନୀତି ନିୟମ ଓ ବୁଥ ସ୍ତରୀୟ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଇଁଠାବାଲି ଥାନା ଅନ୍ତର୍ଗତ ଭାଲୁବାଲି ଛକରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏନେଇ ନାବାଳକଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ କରି ସୌମ୍ୟ ରଞ୍ଜନ ମିଶ୍ର ଏବଂ ସୁକୁ କୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧମା ଥାନା ଅନ୍ତର୍ଗତ ଦଶପୁର ଗାଁର ଆଶିଷ ଭବସାଗରଙ୍କୁ ପକ୍ସୋ ଆକ୍ଟ ଅନୁଯାୟୀ ଏକ ହତ୍ୟା ମାମଲାର ଶୁଣାଣି କରି ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। 19ଟି ସାକ୍ଷ୍ୟର ବୟାନ ରେକର୍ଡ କରି 15 ବର୍ଷ ଦଣ୍ଡାଦେଶ ସହ 50,000ର ଜରିମାନା ଆଦେଶ ଶୁଣାଇଛନ୍ତି। ରେଙ୍ଗାଲି ଅବକାରୀ ବିଭାଗ ପକ୍ଷରୁ ଭାଲୁପାଲି ସ୍ଥିତ ଏକ ହୋଟେଲରେ ଚଢ଼ାଉ କରାଯାଇ 21 କେଜି ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି। ସେମାନେ ଝାରଖଣ୍ଡ ଅଞ୍ଚଳରୁ ଏକ କାର ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।